ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଅବସ୍ଥିତ ବାଗ୍ଡି ଗ୍ରାମରେ ଥିବା ମହାକାଲ ମନ୍ଦିରର ଦ୍ୱାର ପାଖକୁ ଯିବା ସମୟରେ ହୃଦୟ ଭିତରେ ଏକ ଅନୂଥା ପବିତ୍ରତା ଅନୁଭବ ହୁଏ। ଏଠିରେ ଶିବଙ୍କ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଆସନ୍ତି। ଏକ ପ୍ରସିଦ୍ଧ ଧାର୍ମିକ କେନ୍ଦ୍ର, ଅଟୁଟ ଶ୍ରଦ୍ଧା ଓ ଆସ୍ଥାର ପ୍ରତୀକ। ଏହି ମନ୍ଦିର ମହାକାଲ ଶିବଙ୍କୁ ଉତ୍ସର୍ଗିତ ହୋଇଥିବା ସହ ବର୍ଷର ଶ୍ରାବଣ ମାସରେ ଭକ୍ତମାଲା ଓ ମହାଶିବରାତ୍ରିରେ ବିଶେଷ ଭାବେ ଭକ୍ତମାନେ ଏଠାକୁ ଆସନ୍ତି। ମନ୍ଦିରଟିର ପ୍ରତୀକ ସୌନ୍ଦର୍ଯ୍ୟ ଓ ପବିତ୍ର ପରିବେଶରେ ଘେରିଥିବାରୁ ଏଠାରେ ଗମ୍ଭୀର ଓ ଧ୍ୟାନ ଲାଗି ପର୍ଯ୍ୟଟକ ଓ ଧାର୍ମିକ ଲୋକମାନେ ବହୁତ ଭାବେ ଆନନ୍ଦ ଅନୁଭବ କରନ୍ତି। ଏଠି ଆସି ମହାଦେବ ଓ ମା କାଳୀଙ୍କୁ ଦର୍ଶନ କଲା ପରେ ମନ ପ୍ରଶାନ୍ତ ଓ ଆତ୍ମ ପବିତ୍ର ହୁଏ। ଯଦି ଆପଣ ମଧ୍ୟ ଏଠାକୁ ଆସିନାହାନ୍ତି, ତାହେଲେ ଗୋଟିଏ ଦିନ ଆପଣମାନେ ବି ଆସି ବୁଲିକି ଯାଆନ୍ତୁ। ମହାକାଲ ଶିବଙ୍କ ଏହି ରୂପ ସମସ୍ତଙ୍କୁ ଶାନ୍ତି ଓ ଶକ୍ତି ଦେଇଥାଏ। ଭକ୍ତମାନେ ଏଠି ଜଳ, ବେଲପତ୍ର ଓ ଫୁଲ ଅର୍ପଣ କରନ୍ତି।